ହଁ ଯେତେବେଳେ ରାମଚନ୍ଦ୍ର ଉପାସ ରହିଲେ ସେ କଥାଟା ପଚାରୁ ସେଟା ତାଙ୍କର ହେଇଥିଲା ମାଗଣା ଚାଉଳ ମାଗଣା ଚାଉଳ ସରକାର ଦେଇ କାଠ କଥା କହୁଥିଲି। ଆଜ୍ଞା 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 ସତ୍ୟନାରାୟଣ ଅକ୍ଷର ଛଅ ଏ କାଠ ଛଅ ମଲା ବେଳେ କାଠ ହଉଛି ସେତିକି ନୁହଁ ନା ଆଉ 6 ଖଣ୍ଡ କାଠର ପ୍ରମାଣ ଦଉଛି। କର୍ଣ୍ଣଦାତା ବଳିଦାତା ରାହନ ଅଶ୍ୱପତି ହରିଚନ୍ଦ୍ର 6 ଜଣ ମହାଦାନୀ ଥିଲେ। ବଳି ହରିଶ୍ଚନ୍ଦ୍ର ଆଜ୍ଞା ରାଧାନାଥ ରାୟଙ୍କ ଜନ୍ମ ନୁହଁ ନାଇଁ କେହୁ ବୋଲେ ଉଚ୍ଚ ପ୍ରଭାକର କିଏ କହୁଛି ମୁଁ ଉଚ୍ଚ ବଂଶଧର କେହୁ ବୋଲେ ଗୋଟେ ଜମିଦାର କେହୁ ବୋଲେ ମୁହିଁ ଅଟଇ ପୁଲିସ କିଏ କହୁଛି ଜମିଦାର କିଏ କହୁଛି ମୁଁ ପୁଲିସ ମୁଁ ସବୁ କିଛି ଓଲଟପାଲ ସଂସାରକୁ ନାଇଁ ସବୁ ଓଲଟପାଲ କଲି ସବୁ ମୁଁ ମୋ କ୍ଷମତାରେ ମୋ କ୍ଷମତା ବଳରେ ସବୁ କିଛି ମୁଁ କରିପାରିବି। କେହି ଦୁନିଆରେ ଚାଲିବି କହିବେ ନାହିଁ କି ରହିବ ନାହିଁ। ମା ଯୋଉ 6 ଖଣ୍ଡ କାଠ କଥା କହୁଥିଲି ଆଜ୍ଞା 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 ସତ୍ୟନାରାୟଣ ଅକ୍ଷର 6 ଏ କାଠ ଛଅ ମଲା ବେଳେ କାଠ ହଉଛି 6 ये सत्यनारायण नाम अनुसार मोला बेला 6 खंड काठ हमर हेइछे ना खाली सत्य के नोमा आउ 6 खंड काठर प्रमाण दो कर्णदाता बलिदाता राहन अश्वपति हरिचंद्र 6 ଜଣ ମହାଦାନୀ ଥିଲେ। ବଳି ହରିଶ୍ଚନ୍ଦ୍ର ଆଜ୍ଞା 6 ଜଣ ଯୋଉ ମହାଦାନୀ ଥିଲେ ଅଶ୍ୱପତି এই 6 ଜଣ ମହାଦାନୀଙ୍କ ନାମ ଅନୁସାରେ 6 ଖଣ୍ଡ କାଠ ମାଟିକେ ମନେ ରଖ 6 ଖଣ୍ଡ କାଠର ତାତ୍ପର୍ଯ୍ୟ କାହିଁକି 7 ଖଣ୍ଡ କାଠ ଗଲାନି 6 ଖଣ୍ଡ କାଠରେ ଆମେ କାହିଁକି ଯାଉ ଗଛର ନାଳ ବଡ ନାହିଁ 6 ଖଣ୍ଡ କାଠରେ ହେବ ସବାରି ସେଇ ସବାରି ବୁଝି 6 ଖଣ୍ଡ କାଠରେ ହେବ ସବାରି ସେଇ ସବାରିରେ ମୁଝି ସବାରି 6 ଖଣ୍ଡ କାଠରେ ହେବ ସବାରି ସେଇ ସବାରିରେ ମୁଝି ସବାରି 6 ଖଣ୍ଡ କାଠ 7 ଖଣ୍ଡ ହଉନି कारण होउची मा सत्यनारायण अक्षर 6 बोला बेले काठ आ गुटे कारण दोउची मा कोन जो दिन मा रावण नहीं गला सीता को नहीं गला दुख म्रियमाण रे दी भाई खाई नथिले लखण तो रहितले बो ना उपास रे प्रभु रामचंद्र प्रभु मोर 6 दिन उपवास थिले से उठिले सत्यनारायण अक्षर 6 मुआ अधन और 7 गडी अछि आ अधन बस 7 गडी अछि तते सब जना पडछ र
ତତେ ସବୁ କାଲି କଣ ହବ ଆଉ ସାମର ସମାଜ ପିଠା କରିକି ମୋର ପଟକା ପାଣି ଫଟକା ପାଣି ହଁ ଯେତେବେଳେ ରାମଚନ୍ଦ୍ର ଉପାସ ରହିଲେ ମୁଁ ସେଇ କଥାଟା ପଚାରୁଛି ଆଜ୍ଞା ଏଇଟା ତାଙ୍କର ହେଇଥିଲା କି ମାଗଣା ଚାଉଳ ମାଗଣା ଚାଉଳ ସରକାର ଦେଇ 5 କିଲୋ ଦଉଛି ଜଣକା 5 କିଲୋ ଚାଉଳ ରାମଚନ୍ଦ୍ର ବସ ଏଇ ରାମ ଠାକୁର ମାଗଣା ଭାରତ ସରକାରଙ୍କ କଥା ନେତାଙ୍କ କଥା ଓଡିଶା ସରକାରଙ୍କ ସେ କଥା ଠାକୁର କଥା କହୁଛି ନେତାଙ୍କ କଥା ଜାଣ ମତେ ନା 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 ଆগে ଯାଅ ଏ ଭାଇ ହଉ 6 ଖଣ୍ଡ କାଠରେ ହେବ ସବାରି ହଁ ଆଉ ଗୋଟେ କଥା କରିବି ମା ବେଶୀ ସମୟ ନାହିଁ ୟାର ବହୁତ ପ୍ରମାଣ ଅଛି କାହିଁକି ସମୟ ଅଛି ଅଛି ସତ୍ୟନାରାୟଣ ଅକ୍ଷର ଅଛ ମଲା ବେଳେ କାଠ ଅଛ ପ୍ରଭୁ ରାମ ମୋର 6 ଦିନ ଖାଇ ନଥିଲେ ମା ସୀତାଙ୍କ ବିୟୋଗରେ ନାଇଁ ଆଉ କାମ କ୍ରୋଧ ଲୁଭ ମୋହ ମଦ ମାତ୍ସର୍ଯ୍ୟ ये 6 शत्रु 6 ଶତ୍ରୁର ବିନାଶ ହେଇଗଲା ମଣିଷ ଚାଲିଗଲା ସଂସାରରୁ ସଡ଼ ଏଇ ରକମ ଜିନିଷ ବୁଝିଲୁ ଘରୁ ସିନା ମୁଁ ମରିଯିବି କହିଲେ ମରିଗଲା ବାଡି ପଡିଲେ ବୋଲି ଜାଣିଛୁ ନା ବାଡି ପୁଟଳ ଗଛ ଲଗେଇଛି ପୁଟଳ ଗଛ ଲଗେଇଛି ପୁଟଳ ଗଛ ଭିତରେ ରହିବୁ ନା ତାରି ଭିତରେ ଭୂତ ହେଇଯିବ ଭୂତ ହେଇକି ରବ ମରିବନି ଆଉ ତୁ ତ ଭୂତ ରଜ ଖାଉଛ ରହିବୁ ତ କୋଉ ଭୂତ ସମୟ ନାହିଁ କମ ସମୟ ମୁଁ ଆପଣଙ୍କୁ ଦେଇଥାନ୍ତି ମଲାବେଳେ ମଣିଷ କୋଉଠି ରହିବ କେତେ ଦିନ ରହିବ କେମିତି ମୁଖ୍ୟ ହବ ସେ ସମୟ ଦରକାର ଆगे ଚାଲନ୍ତୁ ଆଗେ ଯିବା କଥା ହଉଛି ଆଉ 6 ଖଣ୍ଡ କାଠ ଉପରେ ଶୁଆ ଉପରେ ସୁଆଇ ବେନି ପାଟାବେନି ଘରକୁ ଝୁଲାଇ ବେନି ପାସେବେନି ଘରକୁ ଝୁଲାଇ ଏ ମା ସେଇ ସ୍ୱର ଅଞ୍ଚଳର କବି ରାଧାନାଥ ରାୟ କାବ୍ୟ ହଉଛି ଦରବାର କାବ୍ୟ ଯିଏ ପଢୁଛି ସାହିତ୍ୟକୁ ସେ ବହି ଖୋଲିଲେ କାମ ମିଳିବ ଏବେ ଟିଭି ଦେଖିବାକୁ ସମୟ ନାହିଁ ସେ ତାକୁ ଦେଖୁଛି 24 ଘଣ୍ଟା ମୋବାଇଲ ଟକ୍ 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 ରାଧାନାଥ ବହି ରାଧାନାଥ ରକ୍ଷା ବିଷୟ ଦେଖୁଛି କେତେ ସୁନ୍ଦର ପଦ ଦେଖନ୍ତୁ 6 ଖଣ୍ଡ କାଠ ଉପରେ ଶୁଆଇ ଆଉ 6 ଖଣ୍ଡ କାଠ ଉପରେ ସୁଆଇ ବେନି ପାଟାବେନି ଘରକୁ ଝୁଲାଇ ବେନି ପାସେବେନି ଘରକୁ ଝୁଲାଇ ଦେଖି ଜାଣିବା ଜଗତ କାମତ ଯା ଦେଖି ଜାଣିବ ଜଗତ ସମସ୍ତେ ଆସିଥିଲି ଶୁଣେ ଗଲି ଶୁଣ ହସେ ଆସିଥିଲି ତୁନେ ଗଲି ଶୁଣ ହସେ ଟିକେ ସୁନ୍ଦର କଥା ଏ ଭାବସ୍ପର୍ଶୀ ହୃଦୟସ୍ପର୍ଶୀ ଆପଣମାନେ ମନେ ମରିଯିବେ ଦେଖିବେ ଓଡ଼ିଶା ଉପସରାଞ୍ଚଳ କେହି କବି ଜନ୍ମ ହେବେ ନା ବୁଢ଼ାର ବହୁତ ମସଲା ଦେଖିଦେଇ ରାଧାନାଥ ରାୟଙ୍କ ଭଳି ଗୋଟେ ପୁଅ ଜନ୍ମ ହବ ସେ ଭେଟି କୁଟା ଚାଉଳ ଖାଉଛି ନା ଜନ୍ମ କୁଟା ଚାଉଳ ଯିଏ ଖାଉଥିଲା ସେ ଭିଟାମିନ ସି ଥିଲା ଭିଟାମିନ ସି ମୋଟାମୋଟି ଭିଟାମିନ ଏ ବି ସି ବର୍ତ୍ତମାନ ନାହିଁ କିଏ ଖାଇ ବାଛା ମଦ